थैंक यू प्रेज गॉड ओके प्रथम प्रथम सेई प्रभु जितने क्रूसरे रहिले क्रूसीय जंत्रणा भोगुଥିଲେ ସେତେବେଳେ ପ୍ରଭୁ କ୍ରୁଶରେ ଥାଇକି କିଛି ଶବ୍ଦ ଗୁଡାକୁ ପ୍ରକାଶ କରୁଛନ୍ତି କିଛି ବାକ୍ୟ କହୁଛନ୍ତି କିଛି କଥା କହୁଛନ୍ତି ଯୋଉଟାକୁ ଆମେ ଆଲୋଚନା କରିବା ପାଇଁ ଯାଉଛୁ ତ ପ୍ରଥମ କଥା ଆମେ ବାଇବଲରୁ ଆମେ ପଢିବା ଯୋଉଟା ଲୁକ ପୁସ୍ତକ ଅଜିଜ୍ଞା ପଢନ୍ତୁ ଲୁକ ପୁସ୍ତକ 23 ପର୍ବ ତାର 34 ପଦ ଲୁକ 23 ର 34 ओके पढ़ନ୍ତୁ ଲୁକ 23 ପର୍ବ ତାର 34 ପଦ ପଢିବା ସାର୍। ଲୋକ 23 ହଁ ତାର କୋଉଠି ଲେଖା ଅଛି ପଢନ୍ତୁ ହଁ। ସେତେବେଳେ ଯୀଶୁ କହିଲେ, ପିତ ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ଆଉ ସେମାନେ ତାହାଙ୍କ ବସ୍ତ୍ର ସବୁ ଭାଗ କରିବା ନିମନ୍ତେ ଗୁଲି ବାଣ୍ଟ କଲେ। ଓକେ ସୋ ପ୍ରଥମ ଶବ୍ଦ ପ୍ରଥମ ଷ୍ଟେଟମେଣ୍ଟ ପ୍ରଭୁ ସ୍ୱର୍ଗରେ ବା କୃଷରେ ଥାଇକି ପ୍ରକାଶ କରୁଛନ୍ତି ପ୍ରାର୍ଥନା କରୁଛନ୍ତି ସେଟା ବି ଆମେ ଦେଖୁ ପ୍ରଭୁ ମୃତ୍ୟୁବରଣ କଲା ବେଳେ ଜହନ ପୁସ୍ତକ 17 ପର୍ବ ଯେତେବେଳେ ଆମେ ଅଧ୍ୟୟନ କରୁଛୁ ବଡ ଧ୍ୟାନ ସହିତ ଶୁଣନ୍ତୁ ଜହନ ପୁସ୍ତକ 17 ପର୍ବ ଯେତେବେଳେ ଆମେ ଅଧ୍ୟୟନ କରୁଛୁ ସେଇ 17 ପର୍ବକୁ ମହାଯାଜକୀୟ ପ୍ରାର୍ଥନା ବୋଲି କୁହାଯାଏ ଯୀଶୁ ଖ୍ରୀଷ୍ଟଙ୍କର ମହାଯାଜକୀୟ ପ୍ରାର୍ଥନା ଅର୍ଥାତ୍ ଯାଜକ ମାନଙ୍କର କର୍ତ୍ତବ୍ୟ କଣ ଯାଜକ ମାନେ ମନୁଷ୍ୟ ମାନଙ୍କର ସପକ୍ଷରେ ରହିକି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ଅର୍ଥାତ୍ ମନୁଷ୍ୟର ନିବେଦନକୁ ପ୍ରଭୁଙ୍କ ନିକଟରେ ଜଣାଇବା ମନୁଷ୍ୟର ଶୁଦ୍ଧ ପାଇଁ ମନୁଷ୍ୟର ପବିତ୍ରତା ପାଇଁ ମନୁଷ୍ୟର ପାପ ମୋଚନ ପାଇଁ ବୋଲି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ଏଥିପାଇଁ ଯାଜକ ମାନେ ନିଜକୁ ପବିତ୍ର ରଖୁଥିଲେ ଯାଜକ ମାନେ କୌଣସି ପ୍ରକାର ଅଶୁଚି ବିଷୟକୁ ଗ୍ରହଣ କରୁନଥିଲେ ଯାଜକ ମାନେ କୌଣସି ମୃତ୍ୟୁ ଘରେ ଯାଉନଥିଲେ ଯାଜକ ମାନେ କୌଣସି ମୃତ୍ୟୁ ଶବକୁ ସ୍ପର୍ଶ କରୁନଥିଲେ ସବୁବେଳେ ସେମାନେ ନିଜକୁ ସେମାନେ ସୂଚିକ ରଖୁଥିଲେ କାହିଁକି ପ୍ରଭୁ ଯାଜକ ମାନଙ୍କୁ କେବଳ ତାହାଙ୍କର ସେବା କାର୍ଯ୍ୟ କରିବା ପାଇଁ ପ୍ରଭୁ ମନୋନୀତ କରିଥିଲେ ତେବେ ଯାଜକ ନିଜକୁ ଏଥିପାଇଁ ପବିତ୍ର କରୁଥିଲେ କାରଣ ତାକି ମନୁଷ୍ୟମାନଙ୍କ ବଦଳରେ ସେମାନେ ପ୍ରଭୁଙ୍କର ନିକଟବର୍ତ୍ତୀ ହେଇପାରିବେ ମନୁଷ୍ୟମାନଙ୍କ ବଦଳରେ ପ୍ରଭୁଙ୍କ ନିକଟରେ ନିବେଦନ କରିପାରିବେ ଏଇଟା ଥିଲା ଯାଜକ ମାନଙ୍କର କର୍ତ୍ତବ୍ୟ ଏଥିପାଇଁ ପ୍ରଭୁଙ୍କ ସହିତ ଆପ୍ରୋଚ କରିବା ପାଇଁ ପ୍ରଭୁଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଅପରାଧୀ ପାପୀ ଯିଏକି ମାନେ ପାପ କରୁଥିବ ପାପର ସ୍ୱଭାବରେ ବଞ୍ଚୁଥିବ ସେ ବ୍ୟକ୍ତି କେବେ ବି ପ୍ରଭୁଙ୍କୁ ସାମ୍ନା କରିପାରିବ ନାହିଁ ପ୍ରଭୁଙ୍କୁ କଥା କରିପାରିବ ନାହିଁ ଏଥିପାଇଁ ଯାଜକ ମାନଙ୍କୁ ପ୍ରଭୁ ଡାଇରେକ୍ଟଲି ଏଥିପାଇଁ ବୋଲି ମନୋନୀତ କରିଥିଲେ ଯେ ତୁମେ ମାନେ ମୋର ସେବା କରିବ କେବଳ ମୋର ସେବା କରିବ ଆଉ ଯାଜକ ମାନେ କେବଳ ପ୍ରଭୁଙ୍କର ସେବା କାର୍ଯ୍ୟ କରୁଥିଲେ ଆଉ ଲୋକମାନଙ୍କ ନିମନ୍ତେ ପ୍ରଭୁଙ୍କ ଠାରେ ବିନତି ପ୍ରାର୍ଥନା କରୁଥିଲେ ଠିକ ସେଇ କଥା ଯୀଶୁ ଖ୍ରୀଷ୍ଟ ଜହନ ପୁସ୍ତକ 17 ପର୍ବରେ ସେ କହୁଛନ୍ତି ପ୍ରାର୍ଥନା କରୁଛନ୍ତି ଶିଷ୍ୟମାନଙ୍କ ସହିତ ବସିକିରି ଯୋଉ ରାତ୍ରି ଭୋଜନ ଶେଷ ଭୋଜନ ଯୋଉଠାରୁ ପ୍ରଭୁ ଭୋଜ ଆରମ୍ଭ ହେଇଛି ସେହି ଭୋଜ ସମୟରେ ସେ ଶିଷ୍ୟମାନଙ୍କ ନିମନ୍ତେ ଯାଜକୀୟ ପ୍ରାର୍ଥନା କରୁଛନ୍ତି ଅର୍ଥାତ୍ ସେ ମଧ୍ୟସ୍ଥା ପ୍ରାର୍ଥନା କରୁଛନ୍ତି ଯେ ପ୍ରଭୁ ମୁଁ ଏବଂ ତୁମେ ଯେ ପ୍ରକାର ଏକ ଅଟୁ ଠିକ ସେ ପ୍ରକାର ଏମାନଙ୍କୁ ମଧ୍ୟ ଆମ ଠାରେ ଏକ କରିଦିଅ ଅନେକ ଯାଜକୀୟ ପ୍ରାର୍ଥନା କରୁଛନ୍ତି ଅନେକ ପଏଣ୍ଟକୁ ନେଇକି ପ୍ରାର୍ଥନା କରୁଛନ୍ତି ତ ସେଇ ଯାଜକୀୟ ପ୍ରାର୍ଥନା କ୍ରୁଶରେ ଥାଇକି ମଧ୍ୟ କରୁଛନ୍ତି ସେଇ ଯାଜକୀୟ ପ୍ରାର୍ଥନା କ୍ରୁଶରେ ଥାଇକି ମଧ୍ୟ କରୁଛନ୍ତି ସେହି ମଧ୍ୟସ୍ଥ ପ୍ରାର୍ଥନା କ୍ରୁଶରେ ଥାଇକି ମଧ୍ୟ କରୁଛନ୍ତି ଆମେ ୟା ପୂର୍ବର କଥା ଆମେ ଦେଖୁଛିବା ବନ୍ଦୀ ହେବା ପୂର୍ବର କଥା ଆମେ ଟିକେ ଦେଖିବା ଯେତେବେଳେ ଗେତ୍ସେମନେ ବଗିଚାରେ ଯାଇ ପ୍ରାର୍ଥନା କରୁଛନ୍ତି ପ୍ରଭୁ ପ୍ରାର୍ଥନା କରୁଛନ୍ତି ହେ ପ୍ରଭୁ ହେ ପିତା ଯଦି ତୁମର ଇଚ୍ଛା ଅଛି ତେବେ ଏଇ ପାନ ପାତ୍ର ମୋ ଠାରୁ ଦୂର କରିଦିଅ କିନ୍ତୁ ଏଇଟା ମୋର ଇଚ୍ଛା ନାହିଁ ତୁମର ଇଚ୍ଛା ଯଦି ତୁମେ ପ୍ରକୃତରେ ଚାହୁଁଛ ତେବେ ବହି ପାନ ପାତ୍ର କାହିଁକି ବାଇବଲ ଲେଖାଯାଏ ଯେ ତାଙ୍କର ଝାଳ ରକ୍ତ ଟପା ପରି ବହୁଥିଲା ଇଭେନ୍ ଆମେ ଜାଣିଛୁ କି ସେଇ ସମୟରେ ଥଣ୍ଡା ମାନେ ସନ୍ଧ୍ୟା ସମୟର କଥା ଏତେ ଏ ପ୍ରକାର ପରିସ୍ଥିତିରେ ଟିକେ ଭାବି ଦେଖନ୍ତୁ ଏସି ଚାଲିଥିବ ଏୟାର କଣ୍ଡିସନ ଚାଲିଥିବ ଆଉ ସେତେବେଳେ ଆପଣଙ୍କୁ ଝାଳ ଫୁଟୁଥିବ କିଛି ତ ଗଡବଡି ଥିବ କିଛି ତ ଗୋଟେ ଥିବ ଯୋଉଟା କି ଆପଣଙ୍କୁ ଭିତରେ ହଲଉଥିବ ଆପଣଙ୍କର ହୃଦୟକୁ ବିଘ୍ନ କରୁଥିବ ଆପଣ ଉଦ୍ବିଗ୍ନ ହଉଥିବେ ବ୍ୟାକୁଳ କରୁଥିବ ଯୋଉଟା ବାହାରି ଦେଖାଯାଏ ନାହିଁ ଦାରୁଣ ଯନ୍ତ୍ରଣା ବୋଲି ଗୋଟେ ଶବ୍ଦ ଲେଖା ଅଛି ଏଗୋନି ବୋଲି ଇଂଲିଶରେ ଲେଖା ଅଛି ହୁଏତ ହେଇପାରେ ହାର୍ଟ ବିଟ୍ ବହୁତ ଫାଷ୍ଟ ଚାଲୁଥିବ
ହୃଦସ୍ପନ୍ଦନ ବହୁତ ଜୋରସେ ଶୁଭା ଯାଉଥିବ। ଯୋଉ କଷ୍ଟ ଯନ୍ତ୍ରଣା ଆଗକୁ ଯାଉଥିବା କଥା, ଆଜ୍ଞା ଅକସ୍ମାତ ଯଦି ମୃତ୍ୟୁ ଆସୁଛି ତେବେ ନୋ ପ୍ରୋବ୍ଲେମ, ଆମେ ତାହାକୁ ଗ୍ରହଣ କରିପାରିବା। ଅକସ୍ମାତ ଯଦି ଆମମାନଙ୍କୁ କୌଣସି ବିପଦ ଆସୁଛି ତେବେ ଆମେ ଗ୍ରହଣ କରିବା। କିନ୍ତୁ ଆମେ ଜାଣୁଛୁ ଆସନ୍ତା ଦିନରେ ମତେ କଣ ହେବାକୁ ଯାଉଛି। ଆମେ ଜାଣୁଛୁ ଆସନ୍ତା ଦିନ ମାନଙ୍କରେ ମତେ କଣ କରିବେ ଲୋକମାନେ। ଆମେ ଏଇଟା ଜାଣିଥାଉଛୁ, ଜାଣିପାରୁଥିବା ଯେ ନାଇଁ ଆସନ୍ତା ସମୟରେ ଆମମାନଙ୍କୁ କି ପ୍ରକାର ଯନ୍ତ୍ରଣା ଦିଆଯିବ। ଜାଣିକି ଯଦି ତାକୁ ସାମ୍ନା କରିବା ପାଇଁ ପଡୁଛି, ନିଶ୍ଚିନ୍ତ ଭାବରେ ମନୁଷ୍ୟ ହେଇଥିବା ସକାଶେ ଆମେ ହାରିଯାଉ, ଦୁର୍ବଳ ହେଇଯାଉ। ଆଉ ଯୀଶୁ ଖ୍ରୀଷ୍ଟ ମଧ୍ୟ ସେଇଟା ହିଁ ଅନୁଭବ କରୁଛନ୍ତି। ସେ ବୁଝିପାରୁଛନ୍ତି ଯେ ମତେ କି ପ୍ରକାର ଲୋକମାନେ ଥଟ୍ଟା ମଜା କରିବେ, କି ପ୍ରକାର ଲୋକମାନେ ମୁଖରେ ଛେପ ପକେଇବେ। ସେ ବୁଝିପାରୁଛନ୍ତି ଯେ ମତେ କି ପ୍ରକାର ଲୋକମାନେ ଚାପଡ଼ା ମାରିବେ। ସେ ବୁଝିପାରୁଛନ୍ତି ମତେ କି ପ୍ରକାର ଲୋକମାନେ ଚାବୁକରେ ପ୍ରହାର କରିବେ, କି ପ୍ରକାର ଲୋକମାନେ ମତେ ନିନ୍ଦା କରିବେ, କି ପ୍ରକାର ମତେ କଣ୍ଟାର ମୁକୁଟ ପିନ୍ଧାଯିବ, କି ପ୍ରକାର ମତେ ପ୍ରହାର କରାଯିବ, କି ପ୍ରକାର ମତେ କଣ୍ଟା ବିଧ କରାଯିବ। ଏସବୁ ବିଷୟକୁ ସେ ଆଗରୁ ଜାଣୁଛନ୍ତି। ଭାବି ଦେଖନ୍ତୁ, ମୃତ୍ୟୁ ଗୋଟେ ଥର ଯଦି ଆସିବ, ମୃତ୍ୟୁ ମରି ଆସିଲେ ଯଥେଷ୍ଟ। ଲୋକମାନେ ଭାବିବେ ଠିକ ଅଛି, କିଛି ଅସୁବିଧା ନାହିଁ, ଶାନ୍ତିର ମୃତ୍ୟୁବରଣ କଲା। କିନ୍ତୁ ଟିକି ଟିକି କରିକି କଷ୍ଟ ଦେଇକି ମାରିବା, ଦର୍ଦନାକ ମତ, ଟିକେ ଟିକେ କଷ୍ଟ ଦେଇକି। ଆପଣ ଜାଣିଛନ୍ତି ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ? ଆଜି ମୁଁ ଆପଣମାନଙ୍କୁ ସେଇ ଗୁପ୍ତ ବିଷୟକୁ କହିବା ପାଇଁ ଚାହୁଁଛି। ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ ଯଦି ଆମେ କହିବା, ତେବେ ତାଙ୍କୁ ଗଳା କାଟିକି ମାରିଦେଲେ ନାହିଁ। ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ ଏଥିପାଇଁ ହେଲା, ତାଙ୍କର ସମସ୍ତ ରକ୍ତ ସମ୍ପୂର୍ଣ୍ଣ ଭାବରେ ଯେତେବେଳେ ସରିଲା, ସେତେବେଳେ ଯୀଶୁ ଖ୍ରୀଷ୍ଟ ପ୍ରାଣ ତ୍ୟାଗ କରୁଛନ୍ତି। କାରଣ ବାଇବଲ ଲେଖାଯାଏ, ମନୁଷ୍ୟର ଜୀବନ, ମନୁଷ୍ୟର ପ୍ରାଣ ବା ପ୍ରାଣୀର ପ୍ରାଣ ରକ୍ତରେ ଥାଏ। ଯୀଶୁ ଖ୍ରୀଷ୍ଟଙ୍କର ସମସ୍ତ ରକ୍ତ ବହିଲା। ରାତି ସାରା ଖାଇନାହାନ୍ତି। ଏଇ ଜାଗାରୁ ସେଇ ଜାଗା ଚାଲି ଚାଲି ତାଙ୍କୁ ଟର୍ଚର କରାଯାଉଛି। ସବୁଠାରୁ ବଡ କ୍ଳାନ୍ତ ଏବଂ ଥକିବା କଥା ମାନସିକରେ ହୁଏ। ଯେତେବେଳେ ଆମେ ମନରେ ଯେତେବେଳେ ଥକି ଯାଉ, ମନରେ ବ୍ୟାକୁଳ ହେଇଯାଉ, ମନରେ ଯଦି ଚାପ ପକାଉ। ଏଥିପାଇଁ କହୁଛନ୍ତି ଗୋଟେ କଥାରେ, ଚିନ୍ତା ଖାଏ ଗଣ୍ଡି ବୋଲି କୁହନ୍ତି, ଆଉ ଲୁଣ ଖାଏ ହାଣ୍ଡି। ଚିନ୍ତା ଖାଏ ଗଣ୍ଡି, ଅର୍ଥାତ୍ ମନରେ ଯେତେବେଳେ ଚିନ୍ତା ଆସେ, ମନୁଷ୍ୟ ଖାଉଥିଲେ ବି ଦୁର୍ବଳ ହେଇଯାଏ। ମନୁଷ୍ୟ ଖାଉଥିଲେ ବି ସେ ମାନେ କ୍ଷୀଣ ହେଇଯାଏ। ମନୁଷ୍ୟ ଖାଉଥିଲେ ବି ସେ ପତଳା ହେଇଯାଏ, କାରଣ ତାହାକୁ ମାନସିକ ଉପରେ ଚାପ ଆସୁଛି। ଆଉ ଯୀଶୁ ଖ୍ରୀଷ୍ଟଙ୍କର ଠିକ ସେଇ ପ୍ରକାର ଥିଲା। ରାତି ସାରା ସେମାନେ ଏଇ ଜାଗାରୁ ସେଇ ଜାଗା, ସେଇ ଜାଗାରୁ ସେଇ ଜାଗା, ମାଡ ଗୋଳ, ଠେଲା ପେଲା, ଏଇ ସମସ୍ତ ବିଷୟ ତାଙ୍କ ଉପରେ ତାଡ଼ନା କରାଯାଉଛି। ହଜାର ହଜାର ଲୋକମାନେ ତାଙ୍କୁ ଠେଲୁଛନ୍ତି, ହଜାର ହଜାର ଲୋକମାନେ ତାଙ୍କର ବିରୁଦ୍ଧରେ ମାନେ କଥା କହୁଛନ୍ତି। ଏଇ ବିଚାରପତି ଠାରୁ ଆଉ ଗୋଟେ ବିଚାରପତି ପାଖରୁ ନିଆଯାଉଛି। ରାତି ସାରା ଟର୍ଚର ଟର୍ଚର ଟର୍ଚର, ପୁଣି ମାଡ ମରା ଯାଉଛି, ଭୟଙ୍କର ମାଡ। ଆଉ ସେ ମାଡରେ ରକ୍ତ ପୁଳା ପୁଳା ହଉଛି, ରକ୍ତ ମାଂସ ପୁଳା ପୁଳା ହେଇ ବାହାରୁଛି, ରକ୍ତ ବହି ବହି ଯାଉଛି। ଟିକେ ଯଦି ଆମମାନଙ୍କୁ ମାଡ ବାଜିଲେ କେତେ ରକ୍ତ ଯାଉଛି ଆପଣ ଭାବନ୍ତୁ। ସୋରିଷ ଦାନା ରଖିବା ପାଇଁ ସ୍ଥାନ ନଥିଲା, ଏତେ ଆଘାତ ସେ ପାଉଛନ୍ତି। କେବଳ ସେତିକି ନାହିଁ, ସେତିକିରେ ସମାପ୍ତ ହଉନାହିଁ। ମାଡ଼ ଖାଉଛନ୍ତି, ରାତି ସାରା ଖାଇନାହାନ୍ତି, ମନରେ ଚିନ୍ତା, ମନରେ ଦୁଃଖ, ବ୍ୟାକୁଳତା ରହୁଛି, ସମସ୍ୟା ରହୁଛି, କଷ୍ଟ ରହୁଛି, ଯନ୍ତ୍ରଣା ରହୁଛି, ଦାରୁଣ ଯନ୍ତ୍ରଣା ରହୁଛି, ଦାରୁଣ ଯନ୍ତ୍ରଣା ରହୁଛି। ଝାଳ ରକ୍ତ ପରି ପଡୁଛି, ରକ୍ତ ବିନ୍ଦୁ ପରି ପଡୁଛି। ଆଉ ପୁଣି ସମସ୍ତ ସମାଜରେ, ସମସ୍ତ ନ୍ୟାୟାଳୟରେ ସେ ବିଚାର କରାଯାଉଛନ୍ତି, ନିନ୍ଦା କରାଯାଉଛନ୍ତି। ପ୍ରତ୍ୟେକ ବ୍ୟକ୍ତି ଯେତେବେଳେ ନିନ୍ଦା କରୁଛନ୍ତି, ଆଜ୍ଞା ଆମେ ଗୋଟେ ଲୋକ ଯଦି ଆମମାନଙ୍କୁ ନିନ୍ଦା କରୁଛି, ତଥା ପ୍ରୟାସ କରୁଛି ବୋଲେ ଆମମାନଙ୍କୁ ଖାଇବାକୁ ଭଲ ଲାଗୁନାହିଁ, ଆମର ବ୍ୟାକୁଳ ବଢି ଯାଉଛି। କେତେବେଳେ କେତେବେଳେ ତ ଆମେ ସୁସାଇଡ କରିଦଉଛୁ। ଚିନ୍ତା କରନ୍ତୁ, ହଜାର ହଜାର ଲୋକମାନେ ଗୋଟେ ସ୍ୱରରେ ଆବାଜ ଉଠାଉଛନ୍ତି ଯୀଶୁଙ୍କ ବିରୁଦ୍ଧରେ। ଖାଲି ସେତିକି ନାହିଁ, ତାପରେ ପରେ ଗୋଟେ ଓଜନିଆ କାଠ ତାଙ୍କୁ ଦିଆଯାଉଛି। ରକ୍ତ ପଳେଇ ଯାଉଛି, ମାଂସ ପୁଳା ପୁଳା ବାହାରି ଯାଇଛି, ଅସ୍ଥି ଗୁଡାକ ଦେଖା ଯାଉଛି, ମାଡ଼ ଉପରେ ମାଡ଼ ବସୁଛି। ପୁଣି ତାଙ୍କୁ ସେଇ ସମୟରେ ଆଉ ଗୋଟେ ଓଜନିଆ କାଠ ରଖାଯାଉଛି।
ଆଉ ସେ କୃଷକୁ ନେଇକି ସେ ଚଢୁଛନ୍ତି। ପ୍ଲେନ ରାସ୍ତା ହେଇଥିଲେ ଚଳିଥାନ୍ତା, କିନ୍ତୁ ପାହାଡିଆ ପାହାଡିଆ ପଥୁରିଆ ଭୂମିକୁ ସେ ଚଢୁଛନ୍ତି। ଚିନ୍ତା କରନ୍ତୁ, ହାଉ ମେନି ଟାଇମ୍ସ, କେତେ ଥର ସେ ତଳେ ପଡିଥିବେ, କେତେ ଥର ତାଙ୍କ ଉପରେ ସେ କାଠ ପଡିଥିବ, ଭୋକରେ, ମାନସିକ ଯନ୍ତ୍ରଣାରେ, ପୁଣି ଆଡେ ଶରୀରରେ ଆଘାତ ହେଇଛି, ମାଂସ ପୁଳା ପୁଳା ବାହାରି ଯାଇଛି, ବ୍ଲିଡିଂ ହଉଛି। ସେଇ ସମୟରେ କାଠ ଧରିକି ପୁନର୍ବାର ପାହାଡ ଚଢିବାର ଅଛି। ଯଦି ପଡି ଯାଉଛନ୍ତି ପୁନର୍ବାର ମାଡ଼, ପଡି ଯାଉଛନ୍ତି ପୁନର୍ବାର ମାଡ଼। ଏ ପ୍ରକାର ଅବସ୍ଥାରେ ତାଙ୍କୁ ଚଢା ଯାଉଛି। ଖାଲି ସେତିକିରେ ସମାପ୍ତ ହେଉନାହିଁ, ଖାଲି ସେତିକିରେ ସମାପ୍ତ ହେଉନାହିଁ। କ୍ରୁଶରେ ଚଢିଲା ପରେ ତାଙ୍କୁ କଣ୍ଟାରେ ବିନ୍ଧ ଦିଆଯାଉଛି, କଣ୍ଟାରେ ବିନ୍ଧ ଦିଆଯାଉଛି। ଅନେକ ଜାଗାରେ ଆମେ ଦେଖିଛୁ, କିନ୍ତୁ ମୁଁ ଭାବେ ସାୟଦ ମୋର ଚିନ୍ତାଧାରାରେ ଯୀଶୁ ଖ୍ରୀଷ୍ଟଙ୍କୁ ଏଇ ନସରେ, ଏଇ ଭେନରେ କଣ୍ଟା ବିନ୍ଧ କରାଯାଉଛି। ତ ଏଇଟା ଯେତେବେଳେ ଭେନ୍ କଟୁଛି, ଆପଣ ନିଶ୍ଚିନ୍ତ ବୁଝିପାରୁଥିବେ କେତେ ବ୍ଲିଡିଂ ହଉଥିବ। ଏତିକି ଯଦି କାଟିକି ଆମେ ଛାଡ଼ିଦେବା, କିଛି ସମୟ ପରେ ଜଣେ ବ୍ୟକ୍ତି ଆଉ ଜୀବିତ ହେବ ନାହିଁ। ଗୋଟେ ସାଇଡରୁ ବନ୍ଧା ଯାଉଛି, ସେଥିରେ ଯଥେଷ୍ଟ ନାହିଁ, ପୁଣି ଆଉ ଗୋଟେ ହାତ ଯେତେବେଳେ ପହଞ୍ଚୁନି, ସେଇଟାକୁ ବାନ୍ଧିକିରି ପୁଣି ଟଣା ଯାଉଛି। ଭାବନ୍ତୁ, ଖାଇବାର ନାହିଁ, ମାନସିକ ଯନ୍ତ୍ରଣା, ଶାରୀରିକ ଯନ୍ତ୍ରଣା, କ୍ଷତ ଉପରେ କ୍ଷତ, ମାଡ଼ ଉପରେ ମାଡ଼, ସେ ଥରୁ ଆଉ ଥରେ ବୁଣା ଯାଉଛି। ଆଉ ଖାଲି ସେତିକି ନାହିଁ, ବାନ୍ଧିଲା ପରେ ତାର ଶରୀରକୁ ଛଡା ଯାଉଛି। ଆପଣ ଭାବନ୍ତୁ, ଶରୀରର ଓଜନ, ଶରୀରର ଓଜନ ଟାଣି ହଉଛି, ଶରୀରର ଓଜନ ଟାଣି ହଉଛି ଯେତେବେଳେ ସେ ଏ ପ୍ରକାର ହାତ ଦୁଇଟି ଯେତେବେଳେ ଷ୍ଟ୍ରେଚ୍ କରିକିରି ଯେତେବେଳେ ସେ କ୍ରୁଶରେ ହତଉଛନ୍ତି, ତାଙ୍କର ଓଜନ ଟାଣି ହଉଛି। ଯେତେବେଳେ ଓଜନ ହୁଏ, ବ୍ଲଡ ସାର୍କୁଲେସନର ପ୍ରୋବ୍ଲେମ ଆସେ, ବ୍ଲଡ ସାର୍କୁଲେସନର ପ୍ରୋବ୍ଲେମ ହୁଏ, ରକ୍ତ ପ୍ରବାହିତ ସେତେବେଳେ ବହୁତ ଫାଷ୍ଟ ଚାଲେ, ହୃଦସ୍ପନ୍ଦନ ବହୁତ ଫାଷ୍ଟ ଚାଲେ। ଓଜନ ଯେତେବେଳେ ଆସେ, ମଣିଷ ଧୀରେ ଧୀରେ ମଣିଷ ଧୀରେ ଧୀରେ ମୃତ୍ୟୁ ଆଡକୁ ଗତି କରେ। ରକ୍ତ ବହି ଚାଲିଛି, ରକ୍ତ ସମାପ୍ତ ହେବାରେ ଲାଗିଛି, ଯନ୍ତ୍ରଣା ବଢୁଛି, ଯନ୍ତ୍ରଣା ପଡୁଛି। ମୁଁ ଆପଣମାନଙ୍କୁ ଗୋଟେ ଛୋଟ ଉଦାହରଣ ଦେବା ପାଇଁ ଚାହିଁବି। ମୁଁ ତୁଳନା କରୁନାହିଁ, ବଟ୍ ଆପଣମାନଙ୍କୁ ବୁଝିବା ପାଇଁ ଗୋଟେ କଥା କହିବି। ଆଜି ଅନେକ, ଯଦି ଆମେ ଦେଖୁଛୁ, ଅ ଯେତେବେଳେ କନସିଭ୍ ହେଇଥିବା ସ୍ତ୍ରୀ ମାନଙ୍କର କଥା, ଯୋଉମାନେ ଗର୍ଭବତୀ ହୁଅନ୍ତି, ଗର୍ଭ ଦେଲା ବେଳେ ସେମାନେ ମରନ୍ତି। ଦୁର୍ବଳ ପାଇଁ ମରନ୍ତି ନାହିଁ କିଛି ଲୋକମାନେ, ଯନ୍ତ୍ରଣାକୁ ସହ୍ୟ ନ କରିପାରେ କିଛି ଲୋକ। ଏତେ ବଡ ଯନ୍ତ୍ରଣା, ରାତି ସାରା ଟର୍ଚର, ପାହାଡ ଉପରେ ଯାଉଛନ୍ତି, ମାଡ଼ ଉପରେ ମାଡ଼, ରକ୍ତ ବହି ଚାଲିଛି। ଯଦି କିଛି ରକ୍ତ ଯଦି ବହି ଯାଉଛି, ତେବେ ଆପଣ ଏବଂ ମୁଁ ଜାଣିଛୁ ଚକ୍କର ଚକ୍କର ଆସେ, ଆମର ଚକ୍କର, ମୁଣ୍ଡ ବୁଲେଇ ହୁଏ, ଆମେ ପଡିଯାଉ। ସେଇ ମୁଣ୍ଡ ବୁଲେଇ ହେଉଥିବ, ସେଇ ସମୟରେ ପୁଣି କାଠ ଭୁଇଁକିରି ପାହାଡ ଚଢିବାର ଅଛି, ଓଜନିଆ କାଠ। କେହି ବି ନାହାନ୍ତି ତାଙ୍କୁ ସେତେବେଳେ ସାହାଯ୍ୟ କରିବା ପାଇଁ, ଆଉ ସେ ଯାଇକି ସେଠି କୁଶାର୍ପିତ ହଉଛି, କୁଶାର୍ପିତ ହଉଛନ୍ତି। ଓଜନ, ଭାର ପଳେଇ ଯାଉଛି ତଳକୁ। ଯେମିତିକି କେହି ଯଦି ଆମମାନଙ୍କୁ ଏଇଟା ବାନ୍ଧିକି ଯଦି ରଖିବ, ତେବେ ଆମର ମୁହଁ ଯେ ପ୍ରକାର ଲାଲ ହୁଏ, ତାଙ୍କର ପ୍ରତ୍ୟେକ ଶରୀର ସେ ପ୍ରକାର ହେଲା। ବ୍ଲଡ ସାର୍କୁଲେସନ, ମାନେ ସତେ ଯେମିତି ଏବେ ହିଁ ଶିର ଫାଟିଯିବ, এই ପ୍ରକାର ପରିସ୍ଥିତି ଯୀଶୁଙ୍କର ଆସିଲା। ଆଉ ସେ ସମୟରେ ନିଜେ କେମିତି ରକ୍ଷା କରିବା କଥା, ସେ କଥା କରିବା କଥା। କିନ୍ତୁ ସେ ସମୟରେ ଯୀଶୁ କହୁଛନ୍ତି, ପିତା, ଏମାନଙ୍କୁ କ୍ଷମା କର। ଟିକେ ଭାବି ଦେଖନ୍ତୁ, ସେ ପ୍ରକାର ପ୍ରତି ମୁହୂର୍ତ୍ତରେ, ସେ ପ୍ରକାର ପରିସ୍ଥିତିରେ ଯୀଶୁ କହୁଛନ୍ତି, ପିତା, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଛନ୍ତି ଜାଣିନାହାନ୍ତି। ଏଇଟା ହଉଛି ଯୀଶୁଙ୍କର ପ୍ରେମ, ଏଇଟା ଅଛି ଆପଣଙ୍କର ମୋର ଉଦ୍ଧାରକର୍ତ୍ତାଙ୍କର ପ୍ରେମ। ସେଥିପାଇଁ ସେ କହୁଛନ୍ତି, ନିଜ ବନ୍ଧୁ ଲାଗେ ଏମିତି କଣ ପ୍ରେମ ଅଛି ଯିଏ କି ନିଜ ବନ୍ଧୁ ଲାଗେ ନିଜର ଜୀବନ ଦିଏ। ଏତେ ବଡ଼ ପ୍ରେମକୁ ଆମେ ପାଇଛୁ। ମୃତ୍ୟୁ ସାଙ୍ଗେ ସାଙ୍ଗେ ଯେତେବେଳେ ଅନ୍ୟ ଆ, କଏଦୀ ମାନଙ୍କୁ, ଅନ୍ୟ ଚୋର ମାନଙ୍କୁ ଯେତେବେଳେ ମରିଛନ୍ତି କି ନାହିଁ ବୋଲି ଯେତେବେଳେ ଚିହ୍ନ ଜାଣିବା ପାଇଁ ସେମାନେ ଯେତେବେଳେ ବକ୍ଷ ଦେଶରେ ଯେତେବେଳେ ବର୍ଚ୍ଛାର ଆଘାତ କରୁଛନ୍ତି, ବାଇବଲ ପୁରା ସାଫ ରୀତିରେ ସ୍ୱଚ୍ଛ ଭାବରେ ପ୍ରମାଣିତ କରେ, ତାଙ୍କର ବକ୍ଷ ଦେଶରୁ ପାଣି ବାହାରୁଛି। ତାର ଅର୍ଥ ଆଉ ବ୍ଲଡର କୌଣସି ସେଠି ପରିମାଣ ନାହିଁ, ସମ୍ପୂର୍ଣ୍ଣ ଭାବରେ ବ୍ଲଡ ଚାଲିଗଲା।
ଯୋଉଥିପାଇଁ ଯୀଶୁ ଖ୍ରୀଷ୍ଟ ପ୍ରାଣ ଦେଲେ। ପ୍ରଭୁ ଏଥିପାଇଁ ବୋଲି ଆସିଥିଲେ, ଯୀଶୁ ଖ୍ରୀଷ୍ଟ ଏଥିପାଇଁ ବୋଲି ଆସିଥିଲେ କି ମୁଁ ମୁକ୍ତିର ନିମନ୍ତେ, ଅନେକ ଲୋକମାନଙ୍କର ମୁକ୍ତିର ନିମନ୍ତେ ମୁଁ ବଳିଦାନ ଦେବା ପାଇଁ, ନିଜର ଜୀବନକୁ ଦାନ କରିବା ପାଇଁ ଏକ ଈଶ୍ୱରଙ୍କର ମେଷ ଶାବକ ଭାବରେ ଆସିଥିଲେ। ଆଉ ଏ କଥା ଯୀଶୁ ଆଗରୁ ଜାଣୁଛନ୍ତି। ଏଥିପାଇଁ ସେ କହୁଛନ୍ତି, ପ୍ରଭୁ ପିତା ତୁମର ଯଦି ଇଚ୍ଛା ହୁଏ ତେବେ ଏ ପାନ ପାତ୍ର ମୋ ଠାରୁ ଉଠେଇ ନିଅ, କିନ୍ତୁ ତୁମର ଇଚ୍ଛା ମୋର ଇଚ୍ଛା ନାହିଁ। ଯାଜକୀୟ ପ୍ରାର୍ଥନା, କ୍ରୁଶରେ ଥାଇକି ଆଉ ମଧ୍ୟ ସେ ପ୍ରାର୍ଥନା କରୁଛନ୍ତି। ଏତିକି ଏନଫ୍ ନାହିଁ, ପ୍ରଭୁ ମୁଁ ତାଙ୍କର ପାପ ସକାଶେ ମୁଁ ବଳିଦାନ ହଉଛି, ମୋର ଜୀବନକୁ ବଳିଦାନ କରୁଛି, ଏଥିପାଇଁ ସେମାନଙ୍କୁ ତମେ କ୍ଷମା କରିଦିଅ, ଏଥିପାଇଁ ସେମାନଙ୍କୁ ତମେ କ୍ଷମା କରିଦିଅ। ଅନେକ ଲୋକ, ମୁଁ ବି ଆଗରୁ ଏମିତି ଭାବୁଥିଲି, କ୍ଷମା କରିଦିଅ ବୋଲି କହିଲେ ପ୍ରଭୁ ପ୍ରକୃତରେ କାହା ପାଇଁ ପ୍ରାର୍ଥନା କରୁଥିଲେ? ମୋର ମନରେ ଥିଲା ଚିନ୍ତାଧାରା କି ଯୋଉମାନେ ସେଇ ଅଞ୍ଚଳରେ, ସେଇ ସମୟରେ ଯୋଉମାନେ ଯୀଶୁଙ୍କ ପରେ ଚତୁଃପାର୍ଶ୍ୱରେ ଥିଲେ, ଯୋଉମାନେ ଯୀଶୁଙ୍କୁ କଷ୍ଟ ଦଉଥିଲେ, ଯୋଉମାନେ ଯୀଶୁଙ୍କୁ ଥାପଡ଼ା ମାରିଛନ୍ତି, ଯୋଉମାନେ ଯୀଶୁଙ୍କୁ ମୁକୁଟ ପିନ୍ଧେଇଥିଲେ, ଯୋଉମାନେ ଯୀଶୁ ଖ୍ରୀଷ୍ଟକୁ ମାନେ କଷ୍ଟ ଦଉଥିଲେ, ମୁଁ ଭାବୁଥିଲି କେବଳ ପ୍ରଭୁ ସେମାନଙ୍କ ପାଇଁ ପ୍ରାର୍ଥନା କରୁଥିଲେ। ପରବର୍ତ୍ତୀ ସମୟ ଗୁଡାକରେ ପ୍ରଭୁ ମୋତେ ଶିକ୍ଷା ଦେଲେ, ପ୍ରଭୁ ମୋତେ ବୁଝିବା ପାଇଁ ସାହାଯ୍ୟ କଲେ। ପ୍ରକୃତରେ ଯୀଶୁ ସେମାନଙ୍କ ପାଇଁ କେବଳ ପ୍ରାର୍ଥନା କରିନାହାନ୍ତି। ଯଦି ସେମାନଙ୍କ ପାଇଁ ଖାଲି ପ୍ରାର୍ଥନା କରିଥାନ୍ତେ ତେବେ କ୍ଷମା କେବଳ ସେମାନଙ୍କ ପାଇଁ ହେଇଥାନ୍ତା। ଯଦି ସେମାନଙ୍କ ପାଇଁ କେବଳ ପ୍ରାର୍ଥନା କରିଥାନ୍ତେ ତେବେ କେବଳ ସେମାନେ ହିଁ କ୍ଷମା ପାଇଥାନ୍ତେ। ଏତେ ବଡ଼ ଦୁଃଖ ସମୟରେ କେମିତି ନିଜେ ବଞ୍ଚିବି, କେମିତି ନିଜ ଉଦ୍ଧାର ପାଇବି, କେମିତି ମୁଁ ଏଠୁ ବଞ୍ଚିବା ପାଇଁ ହେବ, ସେ କଥା ପ୍ରଭୁ ଚିନ୍ତା କରୁନାହାନ୍ତି। ଗୋଟେ କଥା କହିଲେ, ଯଦି ମୁଁ ଚାହିଁଥାନ୍ତି, ମୁଁ ଚାହିଁବି କହିଲେ ତ ନିଶ୍ଚିନ୍ତ ଭାବରେ କେତେ ନାହିଁ କେତେ ଲୋକମାନଙ୍କୁ, ଦୂତମାନଙ୍କୁ ପ୍ରଭୁ ପଠେଇବେ। କିନ୍ତୁ ପ୍ରଭୁ ଆପଣଙ୍କୁ ମୋତେ ମୁକ୍ତି କରିବା ପାଇଁ, ଆପଣଙ୍କୁ ମୋତେ ସ୍ୱତନ୍ତ୍ର କରିବା ପାଇଁ, ଆପଣଙ୍କୁ ମୋତେ ବନ୍ଧନରୁ ମୁକ୍ତ କରିବା ପାଇଁ, ନୂଆ ପରିଚୟ ଦେବା ପାଇଁ, ପ୍ରଭୁଙ୍କର ପରିବାର ସଂଯୁକ୍ତ କରିବା ପାଇଁ, ପ୍ରଭୁଙ୍କର ସନ୍ତାନ ସନ୍ତତି କରିବା ପାଇଁ, ସ୍ୱର୍ଗର ସମସ୍ତ ଆଶୀର୍ବାଦକୁ ଦେବା ପାଇଁ ଏତେ ବଡ଼ ଯନ୍ତ୍ରଣାକୁ ସେ ନିଜେ ଗ୍ରହଣ କଲେ। ଆଉ ଶେଷରେ ପ୍ରାର୍ଥନା କରୁଛନ୍ତି, କ୍ରୁଶରେ ଥାଇକି ମଧ୍ୟ ସେ ଯାଜକୀୟ ପ୍ରାର୍ଥନା କରୁଛନ୍ତି। ମନୁଷ୍ୟମାନଙ୍କ ସମ୍ମୁଖରେ ଠିଆ ହେଇକିରି, ମନୁଷ୍ୟମାନଙ୍କର ସପକ୍ଷରେ ରହିକିରି ସେ ପ୍ରାର୍ଥନା କରୁଛନ୍ତି, ପିତା ଏମାନଙ୍କୁ କ୍ଷମା କର। ଆଉ ସେଇ କ୍ଷମା କେବଳ ସେଇ ଚତୁଃପାର୍ଶ୍ୱରେ ଥିବା ଲୋକମାନଙ୍କ ନିମନ୍ତେ ନଥିଲା, ସେଇ କ୍ଷମା କେବଳ ସେଇ ଲୋକମାନଙ୍କ ମଧ୍ୟରେ ସୀମିତ ନଥିଲା, ସେଇ କ୍ଷମା ସାରା ବିଶ୍ୱର ଲୋକମାନଙ୍କ ନିମନ୍ତେ ଥିଲା। ପ୍ରଭୁ ସେ ସମସ୍ତ ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କରୁଥିଲେ ଯେ ପ୍ରଭୁ ଏଇ ଯୋଉ ଲୋକମାନେ ଅଛନ୍ତି ଜାଣତରେ ଅଜାଣତରେ, ଯୋଉ ପ୍ରଭୁଙ୍କର ତୁମର ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି, ତୁମର ଯୋଉ ଆହ୍ୱାନକୁ ବୁଝି ପାରୁନାହାନ୍ତି, ତୁମର ପ୍ରେମକୁ ବୁଝି ପାରୁନାହାନ୍ତି, ତୁମକୁ ସବୁବେଳେ ଯୋଉ ଦୁଃଖ ଦେଉଛନ୍ତି, ଏମାନେ ଜାଣୁନାହାନ୍ତି ଏମାନେ ପ୍ରକୃତରେ କଣ କରୁଛନ୍ତି। ଏମାନଙ୍କୁ ଦୟାକରି ତୁମେ କ୍ଷମା କରିଦିଅ। ଆଉ ସେଇ କ୍ଷମା ପାଇଁ ବୋଲି ଆପଣ ଏବଂ ମୁଁ ଆଜି ଏହି ସମୟକୁ ପ୍ରାପ୍ତ କରିଛୁ। ଆଜି ଲୋକମାନେ ନିଜର ପାପ କ୍ଷମା ପାଇଁ କଣ ନାହିଁ କଣ କରୁଛନ୍ତି, କେତେ ତପସ୍ୟା, କେତେ ଯଜ୍ଞ, କେତେ ମାନେ ଧାର୍ମିକ କାର୍ଯ୍ୟ, କେତେ ମାନେ ମାନେ କଣ ଦାନ ଦଶମାଂଶ, କେତେ କଥା କରୁଛନ୍ତି ନିଜର ପାପରୁ କ୍ଷମା ପାଇବା ପାଇଁ। ପୃଥିବୀରେ କୌଣସି ବ୍ୟକ୍ତିଙ୍କର ଅଧିକାର ନାହିଁ ପାପ କ୍ଷମା କରିବା ପାଇଁ। ସ୍ୱର୍ଗ ଓ ପୃଥିବୀ ତଳେ କେବଳ ଗୋଟେ ମାତ୍ର ନାମ ଦିଆଯାଇଛି, ଯୋଉ ନାମ ମୋର ଏବଂ ଆପଣଙ୍କର ପାପକୁ କ୍ଷମା କରିବା ପାଇଁ ସକ୍ଷମ। ସେହି ନାମ ଆଉ କୋଉଟା ବି ନାହିଁ, କେବଳ ଯୀଶୁ ନାମ। କେବଳ ଯୀଶୁ ହିଁ ଏକମାତ୍ର ସକ୍ଷମ ଅଟନ୍ତି, ଯିଏକି ଆପଣଙ୍କର ମୋର ପାପକୁ, ଅପରାଧକୁ କ୍ଷମା କରିବା ପାଇଁ। ଅନେକ ଲୋକ ଭାବନ୍ତି ଯେ ମୋର ବଡ଼ ପାପ ଅଛି, ମୁଁ ବହୁତ ପାପ କରିଛି। ହୁଏତ ହେଇପାରେ ସରକାର ଆପଣଙ୍କ ପାପକୁ କ୍ଷମା କରି ନପାରେ, ଆପଣଙ୍କର ଅପରାଧକୁ କ୍ଷମା କରି ନପାରେ, କିନ୍ତୁ ଯଦି ପ୍ରକୃତ ମନ ଦେଇକିରି ହୃଦୟ ସହିତ ଯଦି ଆପଣ ଯୀଶୁଙ୍କ ପାଖକୁ ଆସିବେ, ସ୍ୱୀକାର କରିବେ, ପାପକୁ ଛାଡ଼ିବା ପାଇଁ ଯଦି ପ୍ରସ୍ତୁତ ହେବେ, ଏଟ୍ ଦାଟ୍ ମୋମେଣ୍ଟ, ସେହି ମୁହୂର୍ତ୍ତରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଆପଣ କ୍ଷମା ପାଇବେ। ନ ମେଟର ଆପଣ ଯେତେ ବଡ଼ ବି ପାପ କରନ୍ତୁ ନା କାହିଁକି, ଯଦି ପାପରୁ ଉଦ୍ଧାର ପାଇବା ପାଇଁ ଆପଣଙ୍କର ଧର୍ମ କର୍ମ ଯଥେଷ୍ଟ ନୁହେଁ, ପାପରୁ ଉଦ୍ଧାର ପାଇବା ପାଇଁ ଆପଣଙ୍କର ବଳିଦାନ ଯଥେଷ୍ଟ ନୁହେଁ, ତପସ୍ୟା ଯଥେଷ୍ଟ ନୁହେଁ, କେବଳ ଗୋଟେ ବିଷୟ, ଯୀଶୁଙ୍କୁ ବିଶ୍ୱାସ କରି ମନ ପରିବର୍ତ୍ତନ କରୁ, ସେଇ ପାପରୁ ବିମୁଖ ହଉ, କ୍ଷମା ଆପଣଙ୍କ ପାଇଁ ସବୁବେଳେ ପ୍ରସ୍ତୁତ ହେଇକି ଅଛି।
ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇ କ୍ଷମା ପାଇଁ କ୍ରୁଶରେ ଥାଇକି ପ୍ରଥମ ଥର ସ୍ୱୀକାର କରୁଛନ୍ତି, ଚିତ୍କାର କରି କହୁଛନ୍ତି, ପିତା ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରନ୍ତି ତାହା ଜାଣନ୍ତି ନାହିଁ। ତେବେ ମୁଁ ଉତ୍ସାହିତ କରିବା ପାଇଁ ଚାହିଁବି, ପ୍ରତ୍ୟେକ ବ୍ୟକ୍ତି ଯୀଶୁଙ୍କୁ ବିଶ୍ୱାସ କରୁ। ଯଦି ପ୍ରକୃତରେ କ୍ଷମା ଦରକାର ଅଛି, ଯଦି ପ୍ରକୃତରେ କ୍ଷମା ଆବଶ୍ୟକତା ଅଛି, ମୁଁ ଯେମିତି କହିଲି ସରକାର ଆପଣଙ୍କୁ କ୍ଷମା ଦେଇ ନପାରେ, ଆପଣଙ୍କର ପିତାମାତା ଆପଣଙ୍କୁ କ୍ଷମା ଦେଇ ନପାରନ୍ତି, ଆପଣଙ୍କର ଜୀବନ ସାଥୀ ଆପଣଙ୍କୁ କ୍ଷମା ଦେଇ ନପାରନ୍ତି, ଆପଣଙ୍କର ସମାଜର ଲୋକମାନେ ଆପଣଙ୍କୁ କ୍ଷମା ଦେଇ ନପାରନ୍ତି, ହୋଇପାରେ ଆପଣ ଏକ ଘୃଣିତ, ଗ୍ରାହ୍ୟ, ତୁଚ୍ଛ ବ୍ୟକ୍ତି ହେଇପାରନ୍ତି, କାରଣ ଆପଣଙ୍କର ଏତେ ଅପରାଧ ଅଛି, ଲୋକମାନେ ଆପଣଙ୍କୁ ଆଦର କରି ନପାରନ୍ତି। ବଟ୍ ଷ୍ଟିଲ୍ ଦେର୍ ଇଜ୍ ଏ ଗାଡ୍। ତଥାପି ମୋତେ ଜଣେ ପ୍ରଭୁ ଅଟନ୍ତି, ଯୋଉ ପ୍ରଭୁ ଆପଣଙ୍କ ପାଇଁ କୃଷ୍ଣ ମୃତ୍ୟୁ ସହିଲେ, ଯୋଉ ପ୍ରଭୁ ଆପଣଙ୍କର ଉଦ୍ଧାର ଦେବା ପାଇଁ, ଆପଣଙ୍କୁ ପାପ କ୍ଷମା କରିବା ପାଇଁ ସେ ପିତାଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ପିତା ଏମାନଙ୍କୁ କ୍ଷମା କର। ଯଦି ଆପଣ ପ୍ରକୃତରେ ସେଇ ପ୍ରାର୍ଥନା ମୋ ପାଇଁ ବୋଲି ଆପଣ ବିଶ୍ୱାସ କରୁଛନ୍ତି, ତେବେ ନିଶ୍ଚିତ କ୍ଷମା ବି ଆପଣଙ୍କ ପାଇଁ ଅଟେ। ସେ ଯୀଶୁଙ୍କୁ ବିଶ୍ୱାସ କରୁ, ସେ ଯୀଶୁଙ୍କୁ ଗ୍ରହଣ କରୁ, ସେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରାର୍ଥନାରେ ଆମେ ବିଶ୍ୱାସ କରୁ, ପାପରୁ ଫେରୁ, ପ୍ରଭୁଙ୍କ ଠାରେ ସ୍ୱୀକାର କରୁ। ପ୍ରଭୁ ଆମମାନଙ୍କର ପାପକୁ, ଅପରାଧକୁ, ଯଦି ବି କୌଣସି ମନୁଷ୍ୟ ଆମମାନଙ୍କୁ କ୍ଷମା ନ କରନ୍ତି, କିନ୍ତୁ ସେ ଆମମାନଙ୍କୁ ସବୁବେଳେ କ୍ଷମା କରିବା ପାଇଁ ପ୍ରସ୍ତୁତ ଅଟନ୍ତି। ଏଥିପାଇଁ ପ୍ରଥମ ଜହନ 2 ପର୍ବ 9 ପଦରେ ଗୋଟେ ବିଷୟ ଲେଖା ଅଛି। ଆମେ এই ପଦକୁ ପଢିବା। ପ୍ରଥମ ଜହନ 1 ପର୍ବ 9 ପଦ, ପ୍ରଥମ ଜହନ 1 ପର୍ବ 9 ପଦ ଆମେ ପଢିବା। ଲେଖାଥାଏ, ଯଦି ଆମେ ପାପ ସ୍ୱୀକାର ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆମେନ୍। ଏଠି ଲେଖାଯାଏ ସମସ୍ତ ଅଧର୍ମରୁ, କୌଣସି ସ୍ପେସିଫିକ ନିର୍ଦ୍ଦିଷ୍ଟ ଅଧର୍ମ କଥା କୁହାଯାଏନି, ସମସ୍ତ ଅଧର୍ମରୁ ସେ ପରିଷ୍କାର କରିବା ପାଇଁ ବିଶ୍ୱସ୍ତ ଏବଂ ନ୍ୟାୟବାନ ଅଟନ୍ତି। କିନ୍ତୁ ଏଥିପାଇଁ ଆପଣଙ୍କୁ ମତେ ଗୋଟେ କାର୍ଯ୍ୟ କରିବାକୁ ପଡିବ, ସେଟା ହଉଛି ପାପ ସ୍ୱୀକାର। ଯୀଶୁଙ୍କୁ ଗ୍ରହଣ କରିବାର ଅଛି, ପାପ ସ୍ୱୀକାର କରିବାର ଅଛି, ଆଉ ସେ ପାପରୁ ବିମୁଖ ହେବାର ଅଛି। ତେବେ ସେ ଯେତେ ବଡ ଅପରାଧ ହଉନା କାହିଁକି, ଯେତେଟା ବି ଅପରାଧ ହଉନା କାହିଁକି, ଯେ ପ୍ରକାର ବି ଅପରାଧ ହଉନା କାହିଁକି, ସେ ନିଶ୍ଚିନ୍ତ ଭାବରେ କ୍ଷମା ଦେବା ପାଇଁ ବିଶ୍ୱସ୍ତ ଏବଂ ନ୍ୟାୟବାନ ଅଟନ୍ତି। ଏଥିପାଇଁ ସେଇ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁ, ଯେ ବିନା ମୂଲ୍ୟରେ, ମୁକ୍ତ ଭାବରେ, କେବଳ ଗୋଟେ ସ୍ୱୀକାର ଏବଂ ବିଶ୍ୱାସ କରିବା ଦ୍ୱାରା, ମନ ପରିବର୍ତ୍ତନ କରିବା ଦ୍ୱାରା କ୍ଷମା ପ୍ରଦାନ କରନ୍ତି। ତାହାଙ୍କୁ ଗ୍ରହଣ କରୁ ଆଉ କ୍ଷମା ପ୍ରାପ୍ତ ହଉ। କ୍ଷମା ପାଇଲେ ହିଁ ପୁନଃ ସ୍ଥାପନ ହୁଏ ସମ୍ପର୍କ, କ୍ଷମା ପାଇଲେ ହିଁ ପ୍ରେମ ସମ୍ପର୍କ ଆହୁରି ବଢେ, କ୍ଷମା କଲେ ହିଁ ଆମର ଭାଙ୍ଗି ଯାଇଥିବା ରିସ୍ତା ପୁନର୍ବାର ଜଡ଼ିତ ହୁଏ। କ୍ଷମା ପାଇବା ଦ୍ୱାରା, ସେଇ କ୍ଷମା ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟ କଲେ ବୋଲି ପିତାଙ୍କ ନିକଟରେ, ପିତାଙ୍କ ସହିତ ଆମମାନଙ୍କର ସମ୍ପର୍କ ସ୍ଥାପନ ହେଇପାରିଲା। ଯଦି ପିତା କ୍ଷମା କରିନଥାନ୍ତେ, ତେବେ ଆମେ ସମ୍ପର୍କ କେବେ ମଧ୍ୟ ପାଇନଥାନ୍ତୁ, କେବେ ମଧ୍ୟ ପାଇନଥାନ୍ତୁ। ଯୀଶୁଙ୍କର ପ୍ରାର୍ଥନା ଦ୍ୱାରା ପିତା ସେଇ ପ୍ରାର୍ଥନାକୁ ଶୁଣିଲେ ଆଉ କ୍ଷମା କଲେ ବୋଲି, ଯୀଶୁଙ୍କ ଦ୍ୱାରା ଆମେ କ୍ଷମା ପାଇଲୁ ବୋଲି ସମ୍ପର୍କ ଆମମାନଙ୍କର ପୁନର୍ବାର ସ୍ଥାପନ ହେଲା। ଏଥିପାଇଁ ଆମେ ପିତା ବୋଲି କହୁଛୁ, ବାପା ବୋଲି କହୁଛୁ, ଆବା ବୋଲି କହିପାରୁଛୁ, ତାହାଙ୍କର ସନ୍ତାନ ସନ୍ତତି ହେବାର ଅଧିକାର ପାଇଲୁ। ଆନନ୍ଦର ବିଷୟ, ଖୁସିର ବିଷୟ, ଯଦି ପ୍ରକୃତରେ ଆତ୍ମିକ ଜୀବନରେ ଆପଣଙ୍କୁ ପିତାର ଆବଶ୍ୟକତା ରହିଅଛି, ପ୍ରକୃତ କ୍ଷମାର ଆବଶ୍ୟକତା ରହିଅଛି, ପ୍ରକୃତରେ ଉଦ୍ଧାରର ଆବଶ୍ୟକତା ରହିଅଛି, ପ୍ରକୃତରେ ମୋକ୍ଷର ଆବଶ୍ୟକତା ରହିଅଛି, ଯୀଶୁ ଖ୍ରୀଷ୍ଟ ହିଁ କେବଳ ଏକମାତ୍ର ଈଶ୍ୱର, ଯେ ଆପଣଙ୍କୁ ମୋତେ କ୍ଷମା ଦେବା ପାଇଁ ସକ୍ଷମ ଏବଂ ଉଦ୍ଧାର ମୋକ୍ଷ ଦେବା ପାଇଁ ସକ୍ଷମ ଅଟନ୍ତି। ବିଳମ୍ବ କରନ୍ତୁ ନାହିଁ, ଅତି ଶୀଘ୍ର ଯୀଶୁଙ୍କୁ ବିଶ୍ୱାସ କରନ୍ତୁ। ନିଶ୍ୱାସ ବନ୍ଦ ହେବା ପୂର୍ବରୁ, ମୃତ୍ୟୁ ଆସିବା ପୂର୍ବରୁ, ପୃଥିବୀକୁ ପରିତ୍ୟାଗ କରିବା ପୂର୍ବରୁ ଯୀଶୁଙ୍କୁ ବିଶ୍ୱାସ କରି, ପାପ ସ୍ୱୀକାର କରି, ପାପରୁ ଫେରୁ, ଆଉ ଆମେ ଯୀଶୁଙ୍କ ଠାରୁ କ୍ଷମାକୁ ପ୍ରାପ୍ତ କରୁ, ଈଶ୍ୱରଙ୍କର ସନ୍ତାନ ହେବ, ଆଉ ଅନନ୍ତ ଜୀବନର ଅଧିକାରୀ ହଉ। ତ ମୁଁ କହିବା ପାଇଁ ଚାହିଁବି